ওম নমঃ শিবায়। ଏ ଦୁନିଆରେ ଏମିତି କେହି ଜଣେ ନାହିଁ ଧନୀ ହୋଇ ବ୍ରହ୍ମଚାରୀ ହେବ, ବହୁ ବହୁରୀ ଶକ୍ତି ଥାଇ ସାଧୁ ହେବ, ବହୁ ଯୁବତୀ ବୟସରେ ପ୍ରତିବ୍ରତା ହେବ। କିନ୍ତୁ ନାହିଁ, ମୁଁ ଚାହେ ମାତ୍ର ସୁଖ ଭୋଗ ଆଉ ବିଳାସ ଐଶ୍ୱର୍ଯ୍ୟ। କାହିଁକିନା ମୁଁ ମହାବଳୀ ଧର୍ମଲୋଚନ। ଧର୍ମଲୋଚନଙ୍କର ଜୟ ହେଉ। ପାଞ୍ଚଳ ଦେଶର ସେନାଧ୍ୟକ୍ଷ ମେଘନାଥ, ତୁମେ ପୁଣି ଆସିଛ ମୋହର ପ୍ରାଙ୍ଗଣେ। ହେଲେ ମୁଁ ଜାଣିପାରେ ତୁମେ ଆସିବାର ତୁମର ଉଦ୍ଦେଶ୍ୟଟା କଣ? ଉଦ୍ଦେଶ୍ୟଟା ତାଙ୍କର ନୁହେଁ, ଉଦ୍ଦେଶ୍ୟଟା ହଉଛି ମୋର। ଆରେ କି ତୁମେ ନାରୀ? ମୁଁ ତୁମର ପରିଚୟଟା ଜାଣିବାକୁ ଚାହେଁ। ସେ ହଉଛନ୍ତି ପାଞ୍ଚାଳ ନଗରର ମହାରାଣୀ ରକ୍ତ ମଞ୍ଜରୀ। ନମସ୍କାର ମା, ନମସ୍କାର। ହେଲା ହେଲା ଧର୍ମଲୋଚନ, ହେଲେ ମୁଁ ଜାଣିବାକୁ ଚାହେଁ ହଠାତ୍ ତୁମର ମୋ ପାଖରେ କାମଟା କଣ? କାମଟା ତୁମ ରାସ୍ତାରୁ କାହାକୁ ହଟାଇବା ଦରକାର ନା କାହା ରକ୍ତରେ ମୋତେ ହୋଲି ଖେଳିବା ଦରକାର? ଧର୍ମଲୋଚନ, କୁହ ମହାରାଣୀ କୁହ। ଏ ତମେ ଠିକ କହିଛ ଧର୍ମଲୋଚନ, ତମେ ଠିକ କହିଛ। ହଁ ଠିକ କହିଛ। ସେ ପାଞ୍ଚାଳ ରାଜ୍ୟର ବୃଦ୍ଧ ରାଜା ସୂର୍ଯ୍ୟନନ୍ଦ ଆଉ ତା କନ୍ୟା କିରଣମାଳା, ସେ ବାପା ଝିଅ ଦିଟା ଯାକ ମୋର ହଉଛନ୍ତି ଗୋଟାଏ ଗୋଟାଏ ଚିର ଶତ୍ରୁ। ଆଉ ସେ ଦି ଜଣକୁ ମୋ ରାସ୍ତାରୁ ତମେ ସବୁଦିନ ପାଇଁ ସଫା କରି। ବାସ୍! କଣ କହିଲ ମହାରାଣୀ? ହଁ, ନାଇଁ ନାଇଁ ତୁମେ କଣ କହିଲ? ଆରେ ତୁମ ସ୍ୱାମୀଟା ବଞ୍ଚି ଥାଉ ଥାଉ ତୁମେ ବୁଝିବାକୁ ଚାହ ଶ୍ରୀମନ୍ତ ସୁନ୍ଦର, ଭାଙ୍ଗିବାକୁ ଚାହ ହଜାର ଶଙ୍ଖ। ସତରେ ତୁମେ ଗୋଟେ ପାଗଳି ହୋଇଗଲ ନା କଣ? ନାଇଁ ଧର୍ମଲୋଚନ ନାଇଁ, ମୋ ଜମା ହେଲେ ପାଗଳି ହୋଇନି। ବରଂ ତମେ କୁହ ଏ କାର୍ଯ୍ୟଟା କରିପାରିବ ନା ନାଇଁ? ହେ ମହାରାଣୀ ରକ୍ତ ମଞ୍ଜରୀ, ମୋ ପାଖକୁ ଯିଏ ବି ଆସିଛି ମୁଁ ତାକୁ ଖାଲି ହାତରେ ଜବାବ ଫେରାଇନି। କାହିଁକି ନା କିଛି ନବାକୁ ହେଲେ କିଛି ଦବାକୁ ପଡ଼ିବ। ଏଠି ବନ୍ଧୁ, ତମେ ଜମା ଚିନ୍ତା କର, ତମେ ଯାହା ମାଗିବ ଆମେ ତମକୁ ସବୁ ଦବୁ। ଆରେ ଆମର କଣ ଅଭାବ ଅଛି? ତମେ ଯାହା ଚାହିଁବ ସବୁ ପାଇବ। ଖାଲି ଭଲ ଭଲ। ଏଇ ମେଘ, ଏଇ ତୁମେ ସତ କହୁଛ ତ? ମୋର ଯାହା ଦରକାର ତୁମେ ମତେ ଦେଇପାରିବ? ସବୁ ଦବୁ। ତୁମେ ସତ କହୁଛ ମହାରାଣୀ? ଆରେ ସତ କହୁଛ? ହଁ ଧର୍ମଲୋଚନ, ତାହେଲେ ମୋର ଦରକାର ତୁମର ସେ ପାଞ୍ଚାଳ ଗଣର ଅଧେ ଧନର। ତୁମ ମୁଣ୍ଡଟା କଣ ହେଲା ମେଘା? କଥା କଣ? କଥା ଦେଇ କଣ କଥା ରଖିବନି ନା କଣ? କଥା ରଖିବୁ ନା? ନାଇଁ ଧର୍ମଲୋଚନ, ସେ କିଛି ନୁହେଁ। ଶୁଣ, ତମେ କାର୍ଯ୍ୟଟା ଆରମ୍ଭ କରିଦିଅ। କାର୍ଯ୍ୟଟା ଶେଷ ହେବା ପରେ ଏ ପାଞ୍ଚାଳ ରାଜ୍ୟର ଅଧେ ଧନ ତମର, ଆଉ ଅଧେ ଧନ ତୁମେ ଠିକ କଥା କହିଛ ରଣୀ। ନିଶ୍ଚୟ ତୁମର କାମଟା ହୋଇବ ସଫଳ। ଆରେ ତୁମେ ଦେଖିବ, ତୁମେ ଦେଖିବ, ନିଶ୍ଚୟ ରାଜ ସିଂହାସନେ ବସିବ, ତୁମେ ଦେଖିବ। ତୁମେ ଦେଖିବ, ତୁମେ ଦେଖିବ, ନିଶ୍ଚୟ ରାଜ ସିଂହାସନେ ବସିବ, ତୁମେ ଦେଖିବ। ধরিবি তান্ত্রিক বেছ নাসিবি রাজার বংশ। ধরিবি তান্ত্রিক
ବୈଦିକ ବେଶ ନାସିବି ରାଜାର ବଂଶ ବସି ରାଜ ସିଂହାସନେ ତୁମେ ହସିବ ତୁମେ ଦେଖିବ ଗରିବ ପ୍ରଜା ଶାସନ ବସିବ ଏ ସିଂହାସନ রাজ নিশ্চয় তুমি বসে হসিব তুমি দেখিব তাহলে যাও মহারানী আচ্ছা ভাও ভাবিলিও যে হ্যাঁ বর্তমান ঠাରୁ সে পাঞ্চাল রাজটা তোমার হয়ে গলা আচ্ছা ভারি যাও তেবে ঠিক আছে ত্রিমলোচন ମୁଁ ତେବେ ଆସୁଛି ତମେ ଯଥାଶୀଘ୍ର କାର୍ଯ୍ୟଟା ଆରମ୍ଭ କରିଦିଅ ମୁଁ ତେବେ ଆସୁଛି যাও ଆସୁଛି মহারানী আরে যাও ବନ୍ଧୁ କିଛି ଦବାକୁ ହେଲେ କିଛି ନବାକୁ ପଡେ আচ্ছা ଏଇ ନିଅନ୍ତୁ ବନ୍ଧୁ ଏଇ ମୋତିହାରଟା ନିଅନ୍ତୁ এই বন্ধু মোর সে কিছু দরকার নাই প্রথমে কামটা সম্পূর্ণ হেবা দরকার ଆଉ ତାପରେ ମୁଁ ଆପେ ଆପେ ମୋ ପ୍ରାପ୍ତ ନେବିନି ଯାଅ ତୁମେ ମଧ୍ୟ ଯାଅ ରାଣୀକି ସାହାଯ୍ୟ କରିବ ଠିକ ଅଛି ମହାରାଣୀ ତୁମ କଥା ନିଶ୍ଚୟ ପାଳନ କରିବି ରାଣୀକୁ ନିଶ୍ଚୟ ସାହାଯ୍ୟ କରିବି ହେଲେ କିନ୍ତୁ କିନ୍ତୁ ପୁଣି କଣ ବନ୍ଧୁ ଆରେ କିନ୍ତୁ କଣ କଥା କଣ କି ମୁଁ ଯିବା ପୂର୍ବରୁ ତମକୁ ଗୋଟେ କଥା କହିବି କହୁନ କଣ କହିବା କଥା କୁହ କଥାଟା କଣ କି ବନ୍ଧୁ କାମଟା ନିହାତି ହବା ଦରକାର ହବ ନା ହବ ନିଶ୍ଚୟ ବନ୍ଧୁ ହଁ ନିଶ୍ଚୟ ହେବ କାମଟା ତା ନହେଲେ ମୁଁ ମେଘା କିଛି ଦିଏ ନା ଏ କିଛି ବି ନିଏ ନା ଭୟ କରେ ନା କି ଭାବ କଣ ଜାଣେ ନା ସେଥିପାଇଁ ମୋ ନାଁଟା ମେଘା ମାନେ ମେଘନାଥ ବଳିଆ ସିଂ ଆସୁଛି ବନ୍ଧୁ ନମସ୍କାର ନମସ୍କାର ଖେଳଟା ଏଥର ଜମିବ ନା ହେଲେ ମନେ ରଖ ବନ୍ଧୁ ତୁମେ ଯୋଉ ଖେଳଟା ଆରମ୍ଭ କରିଛ ନା ମୁଁ ସେ ଖେଳଟାକୁ ଶେଷ କରିଦେବି ଆଉ ଏମିତି ଖେଳ ଖେଳିବି ଯେ ତୁମେ ମଧ୍ୟ ମୋ ଖେଳରେ ଜମା ବୁଝିପାରିବନି କାହିଁକି ନା ମୁଁ ମହାବଳୀ ଧ୍ରୁମଲୋଚନ